ଗୋଟିଏ ସୁନ୍ଦର ରାଜ୍ୟ ଥିଲା। ସେହି ରାଜ୍ୟର ନାମ ଥିଲା ଭାନୁପୁର। ଭାନୁପୁର ରାଜା ଥିଲେ ବୀର ସିଂ। ସେ ଖୁବ୍ ନ୍ୟାୟବାନ ଓ ଦୟାଳୁ ଥିଲେ। ତାଙ୍କର ରାଣୀ ମଧ୍ୟ ଗରିବ ଲୋକଙ୍କୁ ନିଜ ପିଲା ଭଳି ଭଲ ପାଉଥିଲେ। କିନ୍ତୁ ରାଜା ରାଣୀଙ୍କର ଜୀବନରେ ଗୋଟିଏ ଦୁଃଖ ଥିଲା। ତାଙ୍କର କୌଣସି ସନ୍ତାନ ନଥିଲେ। ପ୍ରତିଦିନ ରାଣୀ ମନ୍ଦିରକୁ ଯାଇ ପ୍ରାର୍ଥନା କରୁଥିଲେ, ହେ ପ୍ରଭୁ, ମୋ କୋଳକୁ ଗୋଟିଏ ଝିଅ ଦିଅ। ସେ ରାଜ୍ୟ ପାଇଁ ରାଜକୁମାରୀ ହେଉ କି ନ ହେଉ, ମୋ ପାଇଁ ସେ କେବଳ ମୋର ଝିଅ ହେଉ। ରାଜା ମଧ୍ୟ ରାଣୀକୁ ସାନ୍ତ୍ୱନା ଦେଉଥିଲେ। ଦିନ ପରେ ଦିନ ଏମିତି କଟି ଯାଉଥିଲା। ଗୋଟିଏ ଦିନ ରାଜ୍ୟକୁ ଜଣେ ବୃଦ୍ଧ ସାଧୁ ଆସିଲେ। ସାଧୁ ବାବା ରାଜାଙ୍କୁ ଦେଖି କହିଲେ, ମହାରାଜ, ଆପଣଙ୍କ ଭାଗ୍ୟରେ ଏକ ସନ୍ତାନ ଅଛି, କିନ୍ତୁ ସେହି ସନ୍ତାନର ଜନ୍ମ ସହିତ ଗୋଟିଏ ଅଜବ ରହସ୍ୟ ଜଡ଼ିତ ଅଛି। ଏହି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କି ରହସ୍ୟ ବାବା? ସାଧୁ ବାବା କିଛି କହିଲେ ନାହିଁ, କେବଳ କହିଲେ, ଯେତେବେଳେ ସମୟ ଆସିବ ସବୁ କଥା ନିଜେ ଜାଣିପାରିବ। କିଛି ମାସ ପରେ ରାଜମହଲରେ ଖୁସିର ଖବର ଆସିଲା। ରାଣୀଙ୍କ କୋଳରେ ଏକ ସୁନ୍ଦର କନ୍ୟା ଜନ୍ମ ନେଲା। ସାରା ରାଜ୍ୟ ଖୁସିରେ ନାଚି ଉଠିଲେ। ରାଜା ଝିଅକୁ କୋଳରେ ନେଇ କହିଲେ, ମୋର ଝିଅର ନାମ ହେବ ଚନ୍ଦ୍ରଲେଖା। ମୁହଁ ଚନ୍ଦ୍ର ପରି ଶାନ୍ତ। ରାଣୀ ଝିଅକୁ ଛାତିରେ ଜାବୁଡ଼ି ଧରି କାନ୍ଦି ପକାଇଲେ। ସେହି ସମୟରେ ମହଲ ପାଖରେ ଥିବା ପୁରୁଣା ପୋଖରୀରୁ ଗୋଟିଏ ବଡ଼ ବେଙ୍ଗର ଡାକ ଶୁଣାଗଲା, କେଁ କେଁ। ଏହି ଶବ୍ଦ ଶୁଣି ପାହାଡ଼ଦାରମାନେ ଭୟ କଲେ। ସେହି ବେଙ୍ଗଟି ସାଧାରଣ ବେଙ୍ଗ ନଥିଲା, ତାର ଆଖି ଦୁଇଟି ଚମକୁଥିଲା। ସେ ରାଜମହଲକୁ ଦେଖି କହିଲା, ରାଜକୁମାରୀ ଆସିଗଲା, ଏବେ ଅଭିଶାପର ମଧ୍ୟ ଆସିଗଲା। ଚନ୍ଦ୍ରଲେଖା ଜନ୍ମ ନେଲା। ତୃତୀୟ ଦିନ ରାତିରେ ହଠାତ୍ ଆକାଶ କଳା ହୋଇଗଲା। ଘଡ଼ଘଡ଼ି ଶବ୍ଦ ହେଲା। ରାଣୀ ଝିଅକୁ ଧରି କହିଲେ, କିଏ ଅଛ? କିଏ ଅଛ କି? ହେଲେ କେହି ବି ଆସିଲେ ନାହିଁ। ସେହି ସମୟରେ ହଠାତ୍ ରାଜକୁମାରୀ ଖଟ ତଳ ପାଖରୁ ଏକ ଆଲୋକ ଦେଖାଗଲା। ଆଲୋକ ମଧ୍ୟରୁ ଜଣେ ବୃଦ୍ଧଙ୍କ କଥା ଶୁଣାଗଲା, ଏହି ଶିଶୁକୁ ରକ୍ଷା କରିବାକୁ ଚାହୁଁଥିଲେ ତାକୁ ପାଣି ଓ ଜଙ୍ଗଲ ଦୂରେଇ ରଖ। ଏହି କଥା ଶୁଣି ରାଣୀ ଭୟରେ ପଚାରିଲେ, ଆପଣ କିଏ? ହେଲେ କୌଣସି ଉତ୍ତର ଆସିଲା ନାହିଁ। ଆଲୋକଟି ମଧ୍ୟ ଅଦୃଶ୍ୟ ହୋଇଗଲା। ଏମିତି କିଛି ଦିନ ଗଲା। ଚନ୍ଦ୍ରଲେଖା 10 ବର୍ଷ ହୋଇଗଲା। ସେ ଖୁବ୍ ଦୟାଳୁ ଥିଲେ। ରାଜମହଲରେ ରହୁଥିଲେ ମଧ୍ୟ ତାଙ୍କର ମନରେ ଥିଲା ଗାଁର ଗରିବ ଲୋକମାନଙ୍କ ପାଖରେ। ସେ ପ୍ରତିଦିନ ଖାଦ୍ୟ ନେଇ ଗରିବ ପିଲାମାନଙ୍କୁ ଦେଉଥିଲେ। ଦିନେ ରାଜକୁମାରୀ ମହଲ ପଛର ପୋଖରୀ ପାଖକୁ ଗଲେ। ସେଠାରେ ଏକ ଛୋଟ ବେଙ୍ଗ ପାଣିରେ ପଡ଼ି ଛଟପଟ ହେଉଥିଲା। ରାଜକୁମାରୀ ତାକୁ ହାତରେ ଉଠାଇ କୋଳରେ ରଖିଦେଲେ। ରାଜକୁମାରୀ କହିଲେ, ଯା ଛୋଟ ବେଙ୍ଗ, ଭଗବାନ ତୁମକୁ ଭଲରେ ରଖନ୍ତୁ। ଏହି କଥା ଶୁଣି ବେଙ୍ଗ କହିଲା, ତୁମେ ମୋତେ ବଞ୍ଚାଇଲ, ମୁଁ ମଧ୍ୟ ଦିନେ ତୁମକୁ ବଞ୍ଚାଇବି। ରାଜକୁମାରୀ ଚମକିଗଲେ, ଆରେ ବେଙ୍ଗ, ତୁମେ କଥା କହିଲ? ବେଙ୍ଗଟି କିଛି ନ କହି ପାଣିକୁ ଭିତରକୁ ଡେଇଁ ପଡ଼ିଗଲା। ରାଜକୁମାରୀ ଶୋଇଥିବା ବେଳେ ହଠାତ୍ ତାର ଝରକା ବାହାରେ ଶବ୍ଦ ଆସିଲା, ରାଜକୁମାରୀ, ରାଜକୁମାରୀ। ରାଜକୁମାରୀ ଭାବିଲେ, ମୋତେ କିଏ ଡାକୁଛି? ରାଜକୁମାରୀ ଦେଖିଲେ ସେହି ବେଙ୍ଗଟି ବସିଛି। ବେଙ୍ଗ କହିଲା, ମୋ ସହିତ ଆସ। ଏହି କଥା ଶୁଣି ରାଜକୁମାରୀ ଭୟ କରି ପଚାରିଲେ, କେଉଁଠି? ବେଙ୍ଗ କହିଲା, ତୁମର ଅତୀତର ସତ୍ୟ ଦେଖିବାକୁ। ରାଜକୁମାରୀ କିଛି ବୁଝିପାରିଲେ ନାହିଁ। ମୋ ଅତୀତ? ମୁଁ ତ ରାଜାରାଣୀଙ୍କ ଝିଅ। ବେଙ୍ଗଟି ଚୁପ୍ ରହିଲା। କିଛି ସମୟ ପରେ କହିଲା, ତୁମେ ଯାହା ଭାବୁଛ ସତ୍ୟ କଥା ନୁହେଁ। ରାଜକୁମାରୀ ହୃଦୟ ଧଡ଼ ଧଡ଼ କରିବାକୁ ଲାଗିଲା। ପରଦିନ ରାଜକୁମାରୀ ତାଙ୍କ ମାଆଙ୍କୁ ପଚାରିଲେ, ମା, ମୋର ଜନ୍ମ ବେଳେ କିଛି ଅଜବ ଘଟଣା ଘଟିଥିଲା କି?
ଏହି କଥା ଶୁଣି ରାଣୀ ହଠାତ୍ ଚୁପ୍ ହୋଇଗଲେ। ତାଙ୍କର ଆଖିରେ ଲୁହ ଆସିଗଲା। କାହିଁକି ଝିଅ ଏମିତି ପଚାରୁଛି? ରାଜକୁମାରୀ କହିଲେ, କାହିଁକି ନା ମା ମୋତେ କାଲି ଗୋଟିଏ ବେଙ୍ଗ ଆସି କହିଲା। ରାଣୀ ଏହି କଥା ଶୁଣି ଛାତି ଧଡ଼ ଧଡ଼ କଲା। ରାଣୀ କହିଲେ, ସେ ବେଙ୍ଗକୁ ତୁ ଆଉ କେବେ ବି ଦେଖିବୁ ନାହିଁ। ରାଜକୁମାରୀ କହିଲେ, କାହିଁକି ମା? ରାଣୀ କିଛି କହିଲେ ନାହିଁ। ଝିଅକୁ ପାଖରେ ବସି କାନ୍ଦିଲେ। ମୋ ଝିଅ, ମୁଁ ତୋତେ ହରେଇବାକୁ ଚାହେଁନି। ରାଜକୁମାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ରାତିରେ ରାଜାଙ୍କୁ ସବୁ କଥା କହିଲେ। ଏହି କଥା ଶୁଣି ରାଜା ବି ଚୁପ୍ ହୋଇଗଲେ। ରାଜା କହିଲେ, ସମୟ ଆସିଗଲା ରାଣୀ, ଆମକୁ ଆଉ ସତ ଲୁଚାଇ ରଖିବା ଉଚିତ ନୁହେଁ। ରାଜା ମହଲ ଭିତରେ ଗୁପ୍ତ କୋଠରୀକୁ ଗଲେ। ସେଠାରେ ଏକ ପୁରୁଣା ସିନ୍ଦୁକ ବାହାର କଲେ। ସେହି ସିନ୍ଦୁକ ଭିତରେ ଥିଲା ଏକ ପୁରୁଣା ଚିଠି। ଚିଠିରେ ଲେଖା ଥିଲା, ଯିଏ ଶିଶୁକୁ ନିଜ ଝିଅ ଭାବି ପାଳିବ ସେହି ଦିନେ ରାଜ୍ୟର ରକ୍ଷା କରିବ, କିନ୍ତୁ ତାର ଜୀବନରେ ଚାବି ରହିବ ଜଣେ ବେଙ୍ଗ ପାଖରେ। ରାଜା ଚିଠିଟିକୁ ପଢ଼ି ଥରି ଉଠିଲେ। ସେହି ସମୟରେ ମହଲ ବାହାରୁ ପୁଣି ସେହି ଶବ୍ଦ ଆସିଲା, କେଁ କେଁ। କିନ୍ତୁ ଏଥର ସେହି ଶବ୍ଦ ସାଧାରଣ ବେଙ୍ଗର ଡାକ ନଥିଲା। ସେହି ଶବ୍ଦର ମଣିଷର ସୁର ଶୁଭାଗଲା, ରାଜକୁମାରୀ ମୋ ପାଖକୁ ଆସ। ଏହି କଥା ଶୁଣି ରାଜାଙ୍କ ମୁହଁ ଫିକା ପଡ଼ିଗଲା। ରାଣୀ ରାଜକୁମାରୀକୁ ନିଜ ପଛରେ ଲୁଚାଇ ଦେଲେ ଆଉ ମହଲର ସବୁ ଦ୍ୱାର ବନ୍ଦ କରିଦେଲେ। ପୁଣି ସେହି ସୁର ଶୁଭାଗଲା, ରାଜକୁମାରୀ ମୋ ପାଖକୁ ଆସ। ରାଣୀ ପଦ୍ମାବତୀ ରାଜକୁମାରୀଙ୍କୁ ଧରି ରଖିଲେ। ନା, ମୋ ଝିଅକୁ ମୁଁ କାହାକୁ ଦେବି ନାହିଁ। ରାଜା ତଲବାର ଧରି ଦ୍ୱାର ଆଡ଼କୁ ଚାହିଁଲେ। କିଏ ତୁ? ସାମ୍ନାକୁ ଆସ। କିଛି ସମୟ ପରେ ମହଲ ଦ୍ୱାର ତଳୁ ଗୋଟିଏ ଛୋଟ ବେଙ୍ଗ ଭିତରକୁ ଡେଇଁ ଆସିଲା। ରାଜକୁମାରୀ ଦେଖି ଚମକି ଗଲେ। ରାଜକୁମାରୀ କହିଲେ, ଏଇ ତ ସେହି ବେଙ୍ଗ। ବେଙ୍ଗଟି ରାଜାଙ୍କ ଆଡ଼କୁ ଚାହିଁ କହିଲା, ମହାରାଜ, ଆପଣ ମୋତେ ଭୁଲ ବୁଝୁଛନ୍ତି। ରାଜା ତଲବାର ଉଠାଇ କହିଲେ, ମୋ ଝିଅକୁ ନେବାକୁ ଆସିଛୁ? ବେଙ୍ଗ କହିଲା, ମୁଁ ତାକୁ ନେବାକୁ ନୁହେଁ, ରକ୍ଷା କରିବାକୁ ଆସିଛି। ରାଜା ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ତୁ ରକ୍ଷା କରିବୁ? ବେଙ୍ଗ କହିଲା, ହଁ। ତାହେଲେ ତୁ କିଏ? ବେଙ୍ଗ ଚୁପ୍ ହୋଇଗଲା। ତାର ଆଖିରୁ ଲୁହ ବାହାରି ଆସିଲା। ରାଜକୁମାରୀ ଆଗକୁ ଆସି କହିଲେ, ବାପା, ଏହାର କଥା ମୋତେ ଖରାପ ଲାଗୁନାହିଁ। ମୁଁ ଏହାକୁ ଦିନେ ପାଣିରୁ ବଞ୍ଚାଇଥିଲି। ବେଙ୍ଗ କହିଲା, ସେହି କାରଣରୁ ଆଜି ମୁଁ ସତ କହିବାକୁ ଆସିଛି। ରାଜା କହିଲେ, ତେବେ କୁହ। ବେଙ୍ଗ କହିଲା, ରାଜକୁମାରୀ ସାଧାରଣ ରାଜକୁମାରୀ ନୁହେଁ। ତାଙ୍କର ଜନ୍ମ ସହିତ ଏକ ପୁରୁଣା ଅଭିଶାପରେ ଜଡ଼ିତ। ଏହି କଥା ଶୁଣି ରାଣୀ ଭୟ କଲେ ଆଉ ପଚାରିଲେ, କେଉଁ ଅଭିଶାପ? ବେଙ୍ଗ କହିବା ଆରମ୍ଭ କଲା, 10 ବର୍ଷ ପୂର୍ବେ ଏହି ରାଜ୍ୟର ଉତ୍ତର ପାହାଡ଼ରେ ଜଣେ ମାୟାବିନୀ ରହୁଥିଲେ। ତାର ନାମ ଥିଲା କାଳିନ୍ଦୀ। ସେ ରାଜ୍ୟର ରାଜସିଂହାସନ ଦଖଲ କରିବାକୁ ଚାହୁଁଥିଲା, କିନ୍ତୁ ରାଜା ବୀରସିଂହ ତାର ଅନ୍ୟାୟକୁ ମାନି ନଥିଲେ। ତେଣୁ କାଳିନ୍ଦୀ ରାଜାଙ୍କୁ ଅଭିଶାପ ଦେବାକୁ ଚାହିଁଲା, କିନ୍ତୁ ସେହି ରାଜ୍ୟରେ ଜଣେ ଦୟାଳୁ ସାଧୁ ତାଙ୍କୁ ଅଟକାଇ ଦେଲେ। କାଳିନ୍ଦୀ ରାଗରେ କହିଲା, ଯଦି ରାଜାକୁ ଅଭିଶାପ ଦେଇପାରିବି ନାହିଁ, ତେବେ ତାଙ୍କ ଭବିଷ୍ୟତ ସନ୍ତାନକୁ ଅଭିଶାପ ଦେବି। ସେହି ସମୟରେ ସାଧୁ କହିଲେ, ତୁମର ଅଭିଶାପ ଶିଶୁକୁ ନଷ୍ଟ କରିପାରିବ ନାହିଁ, କିନ୍ତୁ ତାର ଜୀବନରେ ରହସ୍ୟରେ ଭରିଦେବ। କାଳିନ୍ଦୀ କହିଲା, ତେବେ ଏହି ରାଜକୁମାରୀର ଭାଗ୍ୟ ଚାବି ରହିବ ଏକ ବେଙ୍ଗ ପାଖରେ। ରାଣୀ କହିଲେ, ତାହେଲେ ଏହି କାରଣରୁ ସେହି ରାତିରେ ଆମକୁ ସତର୍କ କରାଯାଇଥିଲା? ବେଙ୍ଗ ମୁଣ୍ଡ ହଲାଇଲା, ହଁ କହିଲା। ରାଜା ପଚାରିଲେ, କିନ୍ତୁ ତୁମେ କିଏ? ତୁମେ କାହିଁକି ରାଜକୁମାରୀକୁ ରକ୍ଷା କରୁଛ? ବେଙ୍ଗ ମୁଣ୍ଡ ନୁଆଇ କହିଲା, କାରଣ ମୁଁ ମଧ୍ୟ ଏହି ଅଭିଶାପର ଏକ ଅଂଶ।
ରାଜକୁମାରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ ଆଗରୁ ମଣିଷ ଥିଲ? ବେଙ୍ଗଟି କିଛି କହିଲା ନାହିଁ, କେବଳ ଧୀରେ ମୁଣ୍ଡ ହଲାଇଲା। ପରଦିନ ସକାଳେ ବେଙ୍ଗଟି ରାଜକୁମାରୀଙ୍କୁ କହିଲା, ତୁମକୁ ଗୋଟିଏ ଜାଗାକୁ ଯିବାକୁ ପଡ଼ିବ। ଏହି କଥା ଶୁଣି ରାଜା ପ୍ରଥମେ ମନା କଲେ, କିନ୍ତୁ ବେଙ୍ଗ କହିଲା, ଆଜି ନ ଗଲେ ଆଉ ସମୟ ମିଳିବ ନାହିଁ। ଶେଷରେ ରାଜା ନିଜ ସହ କିଛି ସୈନ୍ୟକୁ ନେଇ ଜଙ୍ଗଲ ଯିବାକୁ ରାଜି ହୋଇଗଲେ। ଜଙ୍ଗଲ ଭିତରେ ଯାଉଥିବା ସମୟରେ ପବନ ବହିଲା, ପକ୍ଷୀମାନେ ଶବ୍ଦ ବନ୍ଦ ହୋଇଗଲା, ଚାରିଆଡ଼େ ଅଜବ ନୀରବତା। ହଠାତ୍ ବେଙ୍ଗଟି ଗୋଟିଏ ବଡ଼ ଗଛ ତଳେ ଅଟକିଗଲା, ଆଉ କହିଲା, ଏହି ଜାଗାରେ ଖୋଳନ୍ତୁ। ସୈନ୍ୟମାନେ ମାଟି ଖୋଳିଲେ। ଭିତରେ ସେମାନେ ପାଇଲେ ଗୋଟିଏ ସୁନାର ପେଡ଼ି। ତା ଉପରେ ଲେଖା ଥିଲା, ରାଜକୁମାରୀ ଚନ୍ଦ୍ରଲେଖା ପାଇଁ। ରାଜାଙ୍କ ହାତ ଥରିବାକୁ ଲାଗିଲା। ପେଡ଼ିଟି ଖୋଲିବା ମାତ୍ରେ ଏକ ଆଲୋକ ବାହାରିଲା। ଜଣେ ନାରୀର ଛବି ଦେଖାଦେଲା। ସେ କହିଲେ, ରାଜକୁମାରୀ, ଯଦି ତୁମେ ଏହି ସନ୍ଦେଶ ଦେଖୁଛ, ତେବେ ତୁମର ଜୀବନର ସତ୍ୟ ଜାଣିବାକୁ ସମୟ ଆସିଯାଇଛି। ରାଜକୁମାରୀ କହିଲେ, ତେବେ ମୁଁ କିଏ? ସେ ନାରୀଟି କହିଲେ, ତୁମେ ରାଜା ରାଣୀଙ୍କର ଝିଅ, କିନ୍ତୁ ତୁମ ଭିତରେ ରହିଛି ଏକ ଦିବ୍ୟ ଶକ୍ତି। ରାଜା ଓ ରାଣୀ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଶକ୍ତିକୁ ପାଇବା ପାଇଁ କାଳିନ୍ଦୀ ତୁମ ପଛରେ ଆସିବ। ତାକୁ ରୋକିବାର ଏକମାତ୍ର ଉପାୟ ହେଉଛି। କହିବା ମାତ୍ରେ ଆଲୋକ ଲିଭିଗଲା। ସମସ୍ତେ ଅନ୍ଧାରରେ ଠିଆ ହୋଇ ରହିଲେ। ବେଙ୍ଗ କହିଲା, ଏବେ ଆମକୁ ଶୀଘ୍ର ଯିବାକୁ ପଡ଼ିବ। ରାଜା ପଚାରିଲେ, ବେଙ୍ଗ, କେଉଁଠିକି ଯିବା? ବେଙ୍ଗ କହିଲା, ନୀଳ ପାହାଡ଼ ଗୁମ୍ଫାକୁ। ଏହି କଥା ଶୁଣି ରାଜକୁମାରୀ ଭୟ କଲେ। ସେ ପଚାରିଲେ, ସେଠାରେ କ'ଣ ଅଛି? ବେଙ୍ଗ କହିଲା, ତୁମର ମୁକ୍ତି। ରାଜକୁମାରୀ ପଚାରିଲେ, କାହାଠାରୁ? ବେଙ୍ଗ କହିଲା, ଅଭିଶାପରୁ। ଏତିକି କହିବା ପରେ ହଠାତ୍ ଆକାଶରେ କଳା ମେଘ ଜମିଗଲା। ଜଙ୍ଗଲ ମଧ୍ୟରୁ ଭୟଙ୍କର ହସ ଶୁଭାଗଲା, ହା ହା ହା। ସମସ୍ତେ ଭୟଭୀତ ହୋଇ ଚାରିଆଡ଼େ ଚାହିଁଲେ। ସେହି ଉପରେ ଗୋଟିଏ କଳା ଛାଇ ଦେଖାଗଲା। ସେହି ଛାୟା କହିଲା, ରାଜକୁମାରୀ, ତୁମେ ଯେତେ ଦୂର ଯିବ, ମୋର ହାତରୁ ସେତେ ଦୂରେଇ ପାରିବ ନାହିଁ। ରାଜା ତଲବାର ଉଠାଇଲେ। ରାଜା ପଚାରିଲେ, କିଏ ତୁ? ଛାୟା ହସି ଦେଇ କହିଲା, ମୁଁ ସେହି ଯାହାକୁ ତୁମେ 10 ବର୍ଷ ଧରି ଭୁଲି ଯାଇଛ। ରାଜକୁମାରୀ ଭୟରେ ମାଙ୍କର ହାତ ଧରିଲା। ସେହି ସମୟରେ ବେଙ୍ଗଟି ହଠାତ୍ ରାଜକୁମାରୀଙ୍କ ଆଗରେ ଡେଇଁ ପଡ଼ିଲା। ତାର ଶରୀରରୁ ଏକ ଅଜବ ଆଲୋକ ବାହାରିଲା। କଳା ଛାଇଟି ପଛକୁ ହଟିଗଲା। ସେ କହିଲା, ତୁମେ ଯେଉଁ ଗୁମ୍ଫାକୁ ଯାଉଛ, ସେଠାରେ ତୁମ ପାଇଁ ସବୁଠାରୁ ବଡ଼ ରହସ୍ୟ ଅପେକ୍ଷା କରିଛି। ଏହି କଥା କହି ଛାୟା ଅଦୃଶ୍ୟ ହୋଇଗଲା। ରାଜକୁମାରୀ ବେଙ୍ଗଟିକୁ ଚାହିଁ ପଚାରିଲେ, ତୁମେ ମୋତେ କୁହ, ସତରେ ତୁମେ କିଏ? ବେଙ୍ଗ କହିଲା, ଯେତେବେଳେ ସମୟ ଆସିବ, ତୁମେ ନିଜେ ଜାଣିପାରିବ। ସମସ୍ତେ ନୀଳ ପାହାଡ଼ ଆଡ଼କୁ ଯାତ୍ରା ଆରମ୍ଭ କଲେ। ସାଙ୍ଗମାନେ, ରାଜକୁମାରୀ କ'ଣ ଜାଣିପାରିବେ ସେହି ବେଙ୍ଗଟି କିଏ, ଆଉ ସେମାନେ କାହିଁକି ନୀଳ ପାହାଡ଼ ପାଖକୁ ଯାଉଛନ୍ତି? ଆଉ ରାଜାରାଣୀଙ୍କ ଝିଅ ନୁହେଁ କି ରାଜକୁମାରୀ? ଏହିସବୁ ଜାଣିବା ପାଇଁ ଆପଣମାନେ ଆମର କାର୍ଟୁନ ଓଡ଼ିଆ ଗପ, ଓଡ଼ିଆ କାହାଣୀ ଷ୍ଟୋରିକୁ ନିଶ୍ଚୟ ଦେଖନ୍ତୁ। ଆଉ ଏହି କାହାଣୀଟି ବହୁତ ଲମ୍ବା ହୋଇଥିବାରୁ ଆମେ ପାର୍ଟ 1ରୁ ଆରମ୍ଭ କରି ପାର୍ଟ 2, 3, 4, 5 ତକ ଆମେ ଦେଖାଇବା ପାଇଁ ଚେଷ୍ଟା କରିବୁ। ଆଉ ଏହି କାହାଣୀଟି ବହୁତ ସୁନ୍ଦର କାହାଣୀଟି। ଆଉ ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତେବେ ଗୋଟିଏ ଲାଇକ୍ ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ଆଉ କମେଣ୍ଟ ମାଧ୍ୟମରେ ତ ଜଣାନ୍ତୁ, ରାଜକୁମାରୀକୁ ସାହାଯ୍ୟ କରିଥିବା ବେଙ୍ଗଟି କିଏ? ଆଉ ଆପଣଙ୍କୁ ଯଦି ଆମର କାହାଣୀ ବହୁତ ଭଲ ଲାଗୁଛି, ଗୋଟିଏ ସୁନ୍ଦର କମେଣ୍ଟରେ ଜଣାନ୍ତୁ। ରହୁଛି, ନମସ୍କାର।